ବରାହଦେବ ଯେତେବେଳେ ଗର୍ଜନ କଲେ ପୁରା ଚତୁର୍ଭୁବନ କମ୍ପିବାକୁ ଲାଗିଲା ଏବଂ ସେ ଗର୍ଜନକୁ ଶୁଣି ସମସ୍ତେ ଜାଣିପାରିଲେ କି ଇଏ ଅନ୍ୟ କେହି ନୁହନ୍ତି, ଇଏ ହେଉଛନ୍ତି ସ୍ୱୟଂ ଭଗବାନ। ତ ଏଭଳି ଭାବରେ ସେମାନେ ଖୁସି ହେଲେ କି ଯାହା ହଉ ଭଗବାନ ଆମ ଆଗରେ ପ୍ରକଟ ହେଇଗଲେ। କାରଣ ବ୍ରହ୍ମାଙ୍କର ଅସୁବିଧା ଥିଲା, ଯେଉଁ ପୃଥିବୀକି ସେ ତିଆରି କରିଥିଲେ ସେ ପୃଥିବୀ ରସାତଳ ହେଇଯାଇଥିଲା। ଆଉ ସେଥିପାଇଁ ସେ ଦ୍ୱନ୍ଦ୍ୱରେ ଥିଲେ, ସମସ୍ୟାରେ ଥିଲେ, ଭଗବାନଙ୍କୁ ସ୍ମରଣ କରୁଥିଲେ। ଆଉ ଭଗବାନଙ୍କର ବିଶାଳ ରୂପକୁ ଦେଖି ସେମାନେ ଖୁସି ହେଲେ। ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାହେଉଛି, ସର୍ବଶକ୍ତିମାନ ହରି ସ୍ୱୀୟ ଗର୍ଜନ ଦ୍ୱାରା ସମସ୍ତ ଦିଗ ପ୍ରତିଧ୍ୱନିତ କରି ବ୍ରହ୍ମା ଓ ଦ୍ୱିଜଗଣମାନଙ୍କର ଆନନ୍ଦ ବିଧାନ କରିଥିଲେ। ସପୁତ୍ର ବ୍ରହ୍ମା, ଜନଲୋକ, ତପଲୋକ ଏବଂ ସତ୍ୟଲୋକ ନିବାସୀ ମୁନିଗଣ ସେଇ ବରାହ ରୂପୀ ଭଗବାନଙ୍କର ସ୍ୱ ସ୍ୱ ଦୁଃଖ ବିନାଶ କରି ଗର୍ଜନ ଧ୍ୱନି ଶ୍ରବଣ କରି ସେମାନେ ପବିତ୍ର ବେଦ ତ୍ରୟୋକ୍ତ ମନ୍ତ୍ର ଦ୍ୱାରା ତାଙ୍କର ଶ୍ରୀ ବରାହଦେବଙ୍କର ସ୍ତବ କରିବାକୁ ଲାଗିଲେ। ତ ଯେତେବେଳେ ଏମାନେ ଜାଣିପାରିଲେ ଯେ ଇଏ ହେଉଛନ୍ତି ଭଗବାନ, ତାଙ୍କର ଗର୍ଜନ ଶୁଣି ସେମାନେ ଜାଣିପାରିଲେ ଆଉ ତାଙ୍କର ଦୁଃଖ ସବୁ ଚାଲିଗଲା। ଭଗବାନଙ୍କୁ ଦର୍ଶନ କଲେ, ତାଙ୍କର ଅନୁଭବ କଲେ ଜୀବମାନଙ୍କର, ଭକ୍ତମାନଙ୍କର ଦୁଃଖ ଚାଲିଯାଏ। ଯେମିତି ଭଗବତ ଗୀତାରେ ଆପଣ ଶୁଣିଥିବେ, ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭଗବାନ ତାଙ୍କର ପଞ୍ଚଜନ୍ୟ ଶଙ୍ଖକୁ ନାଦ କଲେ। ଆଉ ପଞ୍ଚଜନ୍ୟ ଶଙ୍ଖ ସହିତ ଅନ୍ୟ ସମସ୍ତ ଯେଉଁ ପାଣ୍ଡବ ସେନାମାନେ ନିଜ ନିଜର ଶଙ୍ଖକୁ ନାଦ କଲେ। ଏମିତି ଶଙ୍ଖର ଧ୍ୱନି ହେଲା, ସେ ଶଙ୍ଖର ଧ୍ୱନିକୁ ଶ୍ରବଣ କରି କୌରବମାନଙ୍କ ହୃଦୟରେ ଭୟ ଜାତ ହେଲା। ସେଠି ପ୍ରଭୁପାଦ ପର୍ପଟରେ ଲେଖୁଛନ୍ତି, ଶଙ୍ଖ ତ ବାଜିଲା କିନ୍ତୁ ତମେ କାହିଁକି ଡରୁଛ? ଯେ ଚୋରି କରିଥିବ, ପୁଲିସ ସାଇରେନ୍ ବାଜିଲା ମାତ୍ରେ ତାକୁ ଦମ ଦମ ଲାଗିବ, ଆରେ କ'ଣ ପୁଲିସ ଗାଡ଼ି ଆସିଲା କିରେ, ସିଏ ଘରେ ବସିଥିବ କିନ୍ତୁ ଚୋରକୁ ସବୁବେଳେ ଭୟ। କିନ୍ତୁ ଯେଉଁମାନେ ସତ୍ୟବାଦୀ, ନ୍ୟାୟପରାୟଣ, ତ ସେମାନେ ଏଇ ସାଇରେନ୍ ବାଜିଲେ ସେମାନେ ସୁରକ୍ଷା ଯିବେ, ଯାହା ହଉ ଏବେ ଆଉ ଭୟ ନାହିଁ, କାରଣ ପୁଲିସ ଗାଡ଼ି ଆସିଲା ମାନେ ଆଉ କିଛି ବିଶୃଙ୍ଖଳା ହେବନି। ସେଥିପାଇଁ ଭଗବାନଙ୍କର ଗର୍ଜନ ସେଭଳି ଥିଲା କି ଅସୁରମାନଙ୍କ ହୃଦୟରେ ଭୟ ଜାତ ହେଲା, ଆଉ ଦେବତାମାନେ, ସାଧୁସନ୍ଥମାନେ ତାଙ୍କ ହୃଦୟରେ ବହୁତ ସୁରକ୍ଷାର ଭାବନା ସୃଷ୍ଟି ହେଲା। ସେଇ କଥା ଏଠି ପ୍ରଭୁପାଦ ପର୍ପଟରେ ବର୍ଣ୍ଣନା କରୁଛନ୍ତି। ମୈତ୍ରେୟ ମୁନି କହୁଛନ୍ତି, ଯେଉଁ ଶବ୍ଦ, ଯେଉଁ ଧ୍ୱନି, ଭଗବାନଙ୍କର ଯେଉଁ ଗର୍ଜନ, ତାହା ସମସ୍ତ ଦେବତା ଏବଂ ବ୍ରହ୍ମାଙ୍କର ହୃଦୟରେ ଥିବା ଭୟକୁ ନିର୍ବାପିତ କରିନେଲା ସାଙ୍ଗେ ସାଙ୍ଗେ। ଆଉ ତାପରେ ସମସ୍ତ ଯେଉଁ ସତ୍ୟଲୋକ ଏବଂ ଉଚ୍ଚ ଲୋକମାନଙ୍କରେ ଥିବା ଦେବତାମାନେ ଭଗବାନଙ୍କୁ ନିବେଦନ କରିବାକୁ ଲାଗିଲେ ବା ପ୍ରାର୍ଥନା କରିବାକୁ ଲାଗିଲେ। ଦେବତାଗଣ କର୍ତ୍ତୃକ ସ୍ତୁତ ବରାହ ମୂର୍ତ୍ତି ଶ୍ରୀ ବିଷ୍ଣୁ ଗଜେନ୍ଦ୍ର ତୁଲ୍ୟ ଲୀଳା ପ୍ରକାଶ କରି ସେହି ସାଧୁଗଣଙ୍କ ଦ୍ୱାରା ଉଚ୍ଚାରିତ ବେଦବାକ୍ୟକୁ ନିଜ ଗୁଣାନୁବାଦ ବୋଲି ନିଶ୍ଚୟ କରି ପୁନରାୟ ଗର୍ଜନ ପୂର୍ବକ ଦେବତାଗଣଙ୍କର ମଙ୍ଗଳ ନିମିତ୍ତ ଜଳ ମଧ୍ୟରେ ପ୍ରବେଶ କଲେ। ତ ଭଗବାନଙ୍କୁ ଯେତେବେଳେ ମାନେ ଦେବତାମାନେ ସମସ୍ତେ ପ୍ରାର୍ଥନା କଲେ, ସ୍ତୁତି କଲେ, ଭଗବାନ ବହୁତ ପ୍ରସନ୍ନ ହେଲେ। ସେମାନଙ୍କର ଗୁଣଗାନ ଶୁଣି ଆଉ କ'ଣ କଲେ ନା ଆହୁରି ପ୍ରବଳ ଭାବରେ ଗର୍ଜନ କରି ସେ ଯେଉଁ ଜଳ ଭିତରକୁ ପ୍ରବେଶ କଲେ। କାହିଁକି ଜଳ ଭିତରେ ପ୍ରବେଶ କଲେ? କାରଣ ସେ ଜଳ ଭିତରେ ଏଇ ଯେଉଁ ହିରଣ୍ୟାକ୍ଷ ପୃଥିବୀକୁ ନେଇକି ଲୁଚେଇଥିଲା। ପରବର୍ତ୍ତୀ ଶ୍ଲୋକରେ, ପୃଥିବୀର ଉଦ୍ଧାରକାରୀ ବରାହ ରୂପୀ ଭଗବାନ ଜଳ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ପୁଚ୍ଛକୁ ଉତ୍ତୋଳନ ପୂର୍ବକ ଆକାଶରେ ଉତ୍ଥିତ ହେଲେ ଏବଂ ସ୍କନ୍ଧସିତ କଠୋର କେଶ ସମୂହକୁ କମ୍ପିତ କରି କ୍ଷୀର ଦ୍ୱାରା ମେଘରାଶିକୁ ଆଘାତ କଲେ। ତାଙ୍କର ଚର୍ମ ଉପରେ ତୀବ୍ର ରୋମ ଥିଲା, ତାଙ୍କର ଦନ୍ତ ଶୁଭ୍ର ବର୍ଣ୍ଣର ଥିଲା, ସେ ସ୍ୱୀୟ ଦର୍ଶନ ରୂପ ମହାଜ୍ୟୋତି ବିଶିଷ୍ଟ ହୋଇ ଶୋଭା ପାଉଥିଲା। ତ ଯେତେବେଳେ ଭଗବାନ ବରାହଦେବ ଜଳ ଭିତରକୁ ପ୍ରବେଶ କଲେ, ତା ଭିତରୁ ଯେମିତି ବରାହ ନିଜ ଶରୀର କେମିତି ଝାଡ଼ି ଦିଏ, ଛାଟି ଦିଏ, କ୍ଷୀର ଦ୍ୱାରା ମାଟିକୁ ତାଡ଼ନ କରେ, ସେଭଳି ଭାବରେ ଭଗବାନ ତାଙ୍କର ଦିବ୍ୟ ଲୀଳାକୁ ସମ୍ପାଦନ କଲେ। ଆଉ ତାକୁ ଦେଖି ସବୁ ଦେବତାମାନେ ବହୁତ ଆନନ୍ଦ ପ୍ରାପ୍ତ ହେଲେ। ଭଗବାନ ବରାହଦେବଙ୍କର ଯେଉଁ ଲୋମ ରାଶି ଥିଲା ତାହା ମେଘ ସବୁ ଖଣ୍ଡ ଖଣ୍ଡ କରିଦେଲା। ତାଙ୍କର ଶୁଭ୍ର ଦନ୍ତ, ଧଳା ବର୍ଣ୍ଣର ବିଶାଳ ଦନ୍ତ ଶୋଭମାନ ହେଉଥିଲା। ଏସବୁ ରୂପକୁ ବର୍ଣ୍ଣନା କରାଯାଉଛି। ସେ ସ୍ୱୟଂ ଯଜ୍ଞେଶ୍ୱର ସ୍ୱରୂପ ଭଗବାନ ଦିବ୍ୟ ଶରୀରଧାରୀ ହୋଇ ସୁଦ୍ଧା ବରାହ ରୂପ ଛଳରେ ପଶୁ ଭଳି ଘ୍ରାଣ ଦ୍ୱାରା ପୃଥିବୀର ନିମଜ୍ଜତ ସ୍ଥାନ ଅନୁସନ୍ଧାନ କରିବାକୁ ଲାଗିଲେ ଏବଂ ଭୟଙ୍କର ଦର୍ଶନଧାରୀ ହୋଇ ସୁଦ୍ଧା ସ୍ତବକାରୀ ବ୍ରାହ୍ମଣଗଣକୁ ପ୍ରଶାନ୍ତ ନୟନରେ ঊର୍ଦ୍ଧ୍ୱ ଦିଗକୁ ନିରୀକ୍ଷଣ କରି ଜଳ ମଧ୍ୟରେ ପ୍ରବେଶ କଲେ। ତ ଭଗବାନ ଯଦିଓ ଭଗବାନ ସର୍ବେଶ୍ୱର, କିନ୍ତୁ ବାରହା ରୂପକୁ ଯେତେବେଳେ ଧାରଣ କଲେ ସେ ଗୋଟେ ବାରହା ଭଳିଆ ଆକ୍ଟିଂ କରୁଛନ୍ତି। କୁନ୍ତୀ ମହାରାଣୀ କହୁଛନ୍ତି, ନଟ ନାଟ୍ୟ ଧର ଯଥା,
ଭଗବାନ ଯେତେବେଳେ ଯେଉଁ ରୂପକୁ ଧାରଣ କରନ୍ତି ଏମିତି ଅଭିନୟ କରନ୍ତି ଯେମିତି କହିବେ ଇଏ ସତରେ ଏୟା। ଏବେ ଦେଖୁନାହାନ୍ତି ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି ଭଗବାନ କୃଷ୍ଣ, କୃଷ୍ଣ କୃଷ୍ଣ କହି କାନ୍ଦିକି ଲୋଟି ଯାଉଛନ୍ତି। ଯେଉଁ ରଥଯାତ୍ରା ସମୟରେ ଆପଣମାନେ ପଢ଼ିବେ ଚୈତନ୍ୟ ଚରିତାମୃତରେ, ରଥଯାତ୍ରା ସମୟରେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଜଗନ୍ନାଥଙ୍କୁ ଚାହିଁ କୀର୍ତ୍ତନ କରୁଛନ୍ତି ତାଙ୍କର ଲୋମ ଯାକ ସବୁ ପଣିସ କଣ୍ଟା ଭଳିଆ ଫୁଲି ଯାଉଛି, ତାଙ୍କ ଆଖିରୁ ପିଚିକାରି ଭଳିଆ ଲୁହ ବହୁଛି, ଆଉ ସେ ମୂର୍ଚ୍ଛା ହେଇ ତଳେ ପଡ଼ି ଯାଉଛନ୍ତି। ମାନେ ଏମିତି କାହା ଜୀବନରେ କେହି ହେଲେ କରିପାରିବେ ନାହିଁ। ସେଥିପାଇଁ ଭକ୍ତି ଆଚରଣ କରୁଛନ୍ତି ଭଗବାନ, ଶୁଦ୍ଧ ଭକ୍ତ ଭଳି ତାଙ୍କର ବ୍ୟବହାର, ଟିକେ ହେଲେ କପଟତା ନାହିଁ। ଯେତେବେଳେ ଭଗବାନ ଯେଉଁ ରୂପକୁ ଧାରଣ କରନ୍ତି, କ୍ଷତ୍ରିୟ ରୂପକୁ ଧାରଣ କଲେ, 21 ବାର ପୁରା ପୃଥିବୀକୁ ନିକ୍ଷେତ୍ରୀ କଲେ, ମାନେ କେମିତି ଦକ୍ଷ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ରୂପକୁ ଧାରଣ କଲେ, ଏକପତ୍ନୀ ବ୍ରତା। କ'ଣ କଠୋର ନିୟମକୁ ଗ୍ରହଣ କରୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ। ଏ ପୃଥିବୀରେ ଏମିତି ରାଜା, ଏମିତି କେହି ହେଲେ ବି କେବେ ପୁରୁଷ ଏଭଳି ଗୁଣକୁ ଧାରଣ କରିନଥିବେ। ସେଥିପାଇଁ ଭଗବାନ ବରାହ ଦେବକୁ ବି ଯେତେବେଳେ ଧାରଣ କଲେ, ବରାହ ରୂପକୁ, ସିଏ ବି ସେଭଳି ବରାହ ଭଳି ତାଙ୍କର ରୂପକୁ ସିଏ କ'ଣ କଲେ, ପରିପ୍ରକାଶ କଲେ, ଆଉ ତାଙ୍କର ଲୀଳା ଦ୍ୱାରା ସମସ୍ତଙ୍କୁ ପ୍ରବଳ ଆନନ୍ଦ ପ୍ରଦାନ କରୁଥିଲେ। ଆଉ ଭଗବାନ କ'ଣ କଲେ ନା, ଯେମିତି ବାରହା ମାନେ ଶୁଙ୍ଘି ଶୁଙ୍ଘିକି ଜାଣନ୍ତି କେଉଁଠି ତାଙ୍କର ଖାଦ୍ୟ ଜିନିଷ ଅଛି, ଅନ୍ୱେଷଣ କରନ୍ତି। ପଶୁମାନଙ୍କର ଶୁଙ୍ଘିବା ଗୁଣ ଥାଏ। ଆପଣ ଗାଈ ବଳଦଙ୍କୁ କିଛି ଗୋଟେ ଦେବେ ଖାଇବା ପାଇଁ, ସେମାନେ ଆଗେ ଶୁଙ୍ଘି ନେବେ, ଶୁଙ୍ଘିଲେ ସେମାନେ ଜାଣିନେବେ ଏଇଟା ଆମର ଖାଇବା ପାଇଁ ଉପଯୁକ୍ତ କି ନାହିଁ। ସେଥିପାଇଁ ଭଗବାନ ଯଦିଓ ଜାଣିଥିଲେ କେଉଁ ଜାଗାରେ ଅଛି ପୃଥିବୀ, କେଉଁଠି ଅଛି ହିରଣ୍ୟାକ୍ଷ, କିନ୍ତୁ ତଥାପି ବରାହ ରୂପରେ ସିଏ ଘ୍ରାଣ କଲେ, ଆଉ ଜାଣିପାରିଲେ ଏଇ ରସାତଳ ଭିତରେ ହିଁ ପୃଥିବୀ ଅଛି। ତାପରେ ଭିତରକୁ ପ୍ରବେଶ କଲେ। ତାଙ୍କର ବଜ୍ରମୟ ପର୍ବତ ସଦୃଶ୍ୟ ଦେହ ସମୁଦ୍ରରେ ପତିତ ହେଲା ବେଳେ ସେଇ ପତନର ବେଗରେ ସମୁଦ୍ର ଗର୍ଭ ବିଦୀର୍ଣ୍ଣ ହେଲା। ସେତେବେଳେ ସମୁଦ୍ର ଯେପରି ଭୟରେ ତରଙ୍ଗ ରୂପ ଦୀର୍ଘ ବାହୁ ବିସ୍ତାର କରି ହେ ଯଜ୍ଞେଶ୍ୱର ମୋତେ ରକ୍ଷା କରନ୍ତୁ, ଏହିପରି ଭାବରେ ଆର୍ତ ବ୍ୟକ୍ତି ଭଳି ଉଚ୍ଚ କଣ୍ଠରେ କହିବାକୁ ଲାଗିଲେ। ତ ଏଠି ମୈତ୍ରେୟ ମୁନି କହୁଛନ୍ତି ଭିତରକୁ, କହୁଛନ୍ତି ଯେତେବେଳେ ବରାହଦେବ ସମୁଦ୍ର ଭିତରେ ପ୍ରବେଶ କଲେ, ସମୁଦ୍ରର ଜଳରାଶି ଦିଭାଗ ହେଇଗଲା, ଆଉ ଏମିତି ଜଣାପଡ଼ୁଥିଲା ଯେମିତି ସମୁଦ୍ର ହାତକୁ ମେଲେଇ ଭଗବାନଙ୍କୁ ସ୍ୱାଗତ କରୁଅଛି, ହେ ପ୍ରଭୁ ପରମେଶ୍ୱର ଆପଣ ମୋର ଦୁଃଖକୁ ଦୂର କରନ୍ତୁ, ଏମିତି ଦୃଶ୍ୟ ଦେଖାଯାଉଥିଲା। ସେଇ ମୂର୍ତ୍ତି ଯଜ୍ଞ ମୂର୍ତ୍ତି ବରାହଦେବ ସେତେବେଳେ ଅର୍ଦ୍ଧଚନ୍ଦ୍ର ଅକୃତି ବାଣ ସ୍ୱରୂପ ଶିବ ଖୁର ଦ୍ୱାରା ପାରବାର ଶୂନ୍ୟ ସମୁଦ୍ରର ତଳଦେଶ ପର୍ଯ୍ୟନ୍ତ ବିଦୀର୍ଣ୍ଣ କରି ରସାତଳ ପୃଥିବୀକୁ ଦର୍ଶନ କଲେ। ସୃଷ୍ଟି ପ୍ରାରମ୍ଭରେ ଯେପରି ନୟନେଶୁ ଭଗବାନ ସର୍ବଜୀବଙ୍କର ଆଧାରଭୂତ ଧରଣୀକୁ ନିଜ ଉଦରରେ ଧାରଣ କରିଥିଲେ, ତଦ୍ରୂପ ଧାରଣ କଲେ। ତ ତାପରେ ଭଗବାନ କ'ଣ କଲେ ନା, ଅର୍ଦ୍ଧଚନ୍ଦ୍ର ଅକୃତି ବାଣ ସ୍ୱରୂପ ତାଙ୍କର ଖୁରା, ଭଗବାନଙ୍କର ଯେଉଁ ଖୁରା, ବାରାହାର ଖୁରା ଚନ୍ଦ୍ର ଭଳିଆ ଅର୍ଦ୍ଧ ଆକୃତି ଥିଲା, ଆଉ ତାକୁ ପୃଥିବୀର ପୁରା ଯେଉଁ ସାଗରର ତଳ ଦେଶରେ ସେ ଖୁରାକୁ ସେ କ'ଣ କଲେ, ଦବେଇଲେ, ଆଘାତ କଲେ, ଆଉ ତାପରେ ଯେଉଁ ପୃଥିବୀ ଥିଲା ସେ ସ୍ଥାନରେ ସେ ପୃଥିବୀକୁ ସେ ଧାରଣ କଲେ। କେମିତି ଧାରଣ କଲେ ନା, ଯେମିତି ପୃଥିବୀକୁ ପୂର୍ବରୁ ସେ ଗର୍ଭରେ ଧାରଣ କରିଥିଲେ ଭଗବାନ। ଭଗବାନ ହେଉଛନ୍ତି ଗର୍ଭତକୁ ସାଇ, ଗର୍ଭରେ ଧାରଣ କରନ୍ତି। ସବୁ ବ୍ରହ୍ମାଣ୍ଡମାନଙ୍କୁ ଭଗବାନ ଗର୍ଭରେ ଧାରଣ କରନ୍ତି। ଯଶୋଦା ମା ମଧ୍ୟ ଦେଖିଥିଲେ ଭଗବାନ କୃଷ୍ଣଙ୍କର ଗର୍ଭରେ ଅନନ୍ତ ପୃଥିବୀକୁ, ତ ସେଭଳି ଭାବରେ ସେ ଧାରଣ କଲେ। ଶ୍ରୀ ବରାହଦେବ ନିଜ ଦନ୍ତ ଦ୍ୱାରା ରସତଳାସ୍ଥ ପୃଥିବୀର ଉତ୍ତୋଳନ ପୂର୍ବକ ରସାତଳରୁ ଉତ୍ଥିତ ହୋଇ ଅତିଶୟ ଶୋଭିତ ହେଲେ। ତତ୍ପରେ ତାଙ୍କର କ୍ରୋଧ ଦର୍ଶନ ଚକ୍ର ସଦୃଶ୍ୟ ପ୍ରଦୀପ୍ତ ହୋଇ ଉଠିଲା ଓ ସେ ତତ୍କ୍ଷଣାତ ଦୈର ଦୈତ୍ୟ ହିରଣ୍ୟାକ୍ଷକୁ ବଦ୍ଧ କଲେ। ଯଦିଓ ସେ ଦୈତ୍ୟ ହିରଣ୍ୟାକ୍ଷ ଭଗବାନଙ୍କର ସହ ଯୁଦ୍ଧ କରିବାକୁ ଖୁବ୍ ପ୍ରଚେଷ୍ଟା କଲା, ତଥାପି ଭଗବାନଙ୍କ ହାତରେ ନିହତ ହେଲା। ତାପରେ ହିରଣ୍ୟାକ୍ଷ ହିରଣ୍ୟକଶିପୁର ଭାଇ, ଯିଏ ପୃଥିବୀକୁ ହରଣ କରି ନେଇଥିଲା, ଭଗବାନ ସେ ପୃଥିବୀକୁ ଉଦ୍ଧାର କରିବା ସମୟରେ ସେ ତାଙ୍କ ସହିତ ଯୁଦ୍ଧ କଲା, ଆଉ ଭଗବାନ ହିରଣ୍ୟାକ୍ଷକୁ ବିଦାରଣ କଲେ। ଏହାପରେ ବରାହ ରୂପୀ ଭଗବାନ ବିଷ୍ଣୁ ଅତ୍ୟନ୍ତ କ୍ରୋଧଦୀପ୍ତ ହୋଇ ପଶୁରାଜ ସିଂହ ଏକ ହସ୍ତୀକୁ ବିନାଶ କଲା ଭଳି ଅବଲୀଳାକ୍ରମେ ହିରଣ୍ୟାକ୍ଷ ଦୈତ୍ୟକୁ ବଦ୍ଧ କଲେ। ପର୍ବତ ପ୍ରାନ୍ତ ଦେଶ ବିଦାରଣ କାଳରେ ଗୌରିକ ଧାତୁ ଦ୍ୱାରା ଗଜେନ୍ଦ୍ରର ଯେପରି ଗଣ୍ଡ ତୁଣ୍ଡ ଆରୁଣ ବର୍ଣ୍ଣ ଧାରଣ କରେ, ସେହିପରି ଦୈତ୍ୟର ରକ୍ତ ପଙ୍କ ଦ୍ୱାରା ଭଗବାନଙ୍କର କପଳ ଓ ମୁଖମଣ୍ଡଳ ଲୋହିତ ବର୍ଣ୍ଣରେ ଅଙ୍କିତ ହେଲା। ଯେତେବେଳେ ସେ ଏତେ ବଡ଼ ଅସୁରକୁ ଭଗବାନ ବିନାଶ କଲେ ବରାହ ରୂପକୁ ଧାରଣ କରି, ସେତେବେଳେ ତାର ରକ୍ତ ଦ୍ୱାରା ତାକୁ ମାରିଥିଲେ, ଯେଉଁ ରକ୍ତ ଦ୍ୱାରା ଭଗବାନଙ୍କର ଯେଉଁ ମୁଖ ଦନ୍ତ ସବୁ କ'ଣ ହେଇଥିଲା ନା, ରକ୍ତ ବିଦୀର୍ଣ୍ଣ ହେଇଥିଲା।
ତାହା ଶୋଭା ପାଉଥିଲା ସେ ଶୋଭାକୁ ଏଠି ବର୍ଣ୍ଣନା କରୁଛନ୍ତି। ଯେମିତି ଗୋଟେ ବହୁତ ବଡ଼ ଗଜ, କ୍ରୋଧଦୀପ୍ତ ପଶୁରାଜ ସିଂହ ଏକ ହସ୍ତୀକୁ ବିନାଶ କରେ। ଗୋଟେ ହାତୀକୁ ଯେତେବେଳେ ଗୋଟେ ସିଂହ ମାରି ପକେଇବ ସେ ହାତୀର ରକ୍ତରେ ଯେମିତି ତାର ଦେହ ଚୁଡ଼ୁବୁଡ଼ୁ ହେଇଯାଇଥିବ ସେଇଭଳିଆ ସେ ରୂପକୁ ଧାରଣ କରୁଥିଲେ ଭଗବାନ ବରାହ ଦେବ। ଯେମିତି ନରସିଂହ ଦେବ ହିରଣ୍ୟକଶିପୁକୁ ବିଦାରଣ କଲା ପରେ ତାଙ୍କର ଭୟଙ୍କର ରୂପ ହେଇଥିଲା, ସେଭଳି ବରାହ ଦେବଙ୍କର ରକ୍ତ ରଞ୍ଜିତ ରୂପକୁ ଦେଖୁଥିଲେ ଦେବତାମାନେ। ହେ ବିଦୁର, ବରାହ ଦେବ ଏକ ହସ୍ତୀ ଭଳି କ୍ରୀଡ଼ା କରି କରି ଶୁଭ୍ର ଦନ୍ତାଗ୍ର ଦ୍ୱାରା ପୃଥିବୀକୁ ଊର୍ଦ୍ଧ୍ୱ ଉତ୍ତୋଳନ କଲାବେଳେ ବ୍ରହ୍ମା ଆଦି ପ୍ରମୁଖ ଋଷିଗଣ କୃତାଞ୍ଜଳି ପୁଟରେ ତମାଳ ଶ୍ୟାମ ଶ୍ରୀମୂର୍ତ୍ତି ଭଗବାନ ବିଷ୍ଣୁଙ୍କୁ ପ୍ରକୃଷ୍ଟ ରୂପେ ଅବଗତ ହୋଇ ବେଦମନ୍ତ୍ର ଦ୍ୱାରା ସ୍ତବ କରିବାକୁ ଲାଗିଲେ। ତାପରେ ଯେତେବେଳେ ଭଗବାନ ସେଇ ବିଶାଳ ଅସୁରକୁ ବଦ୍ଧ କରି ପୃଥିବୀକୁ ଉତ୍ତୋଳନ କରି ସାଗର ଭିତରୁ ଉଦ୍ଧାର କଲେ, ସେତେବେଳେ ସମସ୍ତ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ଯୋଡ଼ ହସ୍ତ ହୋଇ ସ୍ତୁତି ଆରମ୍ଭ କରିବାକୁ ଲାଗିଲେ। ଋଷୟ ବାଚ, ତ ଋଷିମୁନିମାନେ ଏଭଳି ଭାବରେ ଭଗବାନଙ୍କର ଗୁଣଗାନ କରିବା ଆରମ୍ଭ କଲେ। ଋଷିଗଣ କହିଲେ, ହେ ଅଜିତ, ହେ ଯଜ୍ଞ ଆରାଧ୍ୟ, ଆପଣଙ୍କର ଜୟଯୁକ୍ତ ହେଲା। ଜୟଯୁକ୍ତ ହେଲେ ଆପଣ ଆପଣଙ୍କର ବେଦମୟ ଶରୀରରେ ବିଚରଣ କରୁଛନ୍ତି। ଆପଣଙ୍କୁ ନମସ୍କାର, ଯାହାଙ୍କର ଲୋମକୂପରେ ସାଗର ସମୂହ ବିଲୀନ ପ୍ରାୟ ହୋଇ ରହିଛନ୍ତି, ପୃଥିବୀର ଉଦ୍ଧାର ନିମିତ୍ତ ଶୁକର ରୂପକୁ ଧାରଣ କରୁଛନ୍ତି, ଆପଣଙ୍କୁ ନମସ୍କାର। ତ ଏଭଳି ଭାବରେ ସମସ୍ତ ଦେବତା ବ୍ରହ୍ମା ଆଦି ଦେବତାମାନେ ଅମରଗଣ ସମସ୍ତେ ବରାହ ଦେବଙ୍କୁ ସ୍ତୁତି କରିବାକୁ ଲାଗିଲେ ଏବଂ ତାଙ୍କର ଗୁଣଗାନ କରିବାକୁ ଆରମ୍ଭ କଲେ। ସେଥିପାଇଁ ଆଜି ଆମେ ମଧ୍ୟ ଆଜିର ଏହି ପବିତ୍ର ଦ୍ୱାଦଶ ତିଥି ବରାହ ଦ୍ୱାଦଶୀରେ ଆମେ ଭଗବାନଙ୍କର ଆରାଧନା କରିବା, ଭଗବାନଙ୍କ ପାଇଁ ତାଙ୍କର ପୂଜା ଆରାଧନା ତପ ଆଦିକୁ ବରଣ କରିବା ଏବଂ ପ୍ରାର୍ଥନା କରିବା ଭଗବାନ ଯୁଗକୁ ଯୁଗ କେଉଁଭଳି ଆସି ଏହି ଜୀବମାନଙ୍କୁ ଉଦ୍ଧାର କରନ୍ତି, ବ୍ରହ୍ମା ଆଦି ଦେବତାମାନଙ୍କର ଗୁହାରିକୁ ଶ୍ରବଣ କରନ୍ତି ଏବଂ ପାପୀ ପଙ୍କିଳ ଜୀବମାନଙ୍କୁ ଉଦ୍ଧାର କରନ୍ତି। ତ ସେଇଭଳି ଭାବରେ ଆଜିର ପବିତ୍ର ତିଥି ବାମନ ଦ୍ୱାଦଶୀରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ସମସ୍ତେ ବରାହ ଦ୍ୱାଦଶୀ ଆଜି ସମସ୍ତେ ବରାହ ଦେବଙ୍କର ଗୁଣଗାନ ଶ୍ରବଣ କରିବେ, ଭଗବାନଙ୍କର ନାମ ଜପରୁ ଜପ ଅଧିକରୁ ଅଧିକ କରିବେ। ଆଉ ଆସନ୍ତା କାଲି ହେଉଛି ନିତ୍ୟାନନ୍ଦ ତ୍ରୟୋଦଶୀ। ଗତକାଲି ଥିଲା ଏକାଦଶୀ, ଆଜି ହେଉଛି ଦ୍ୱାଦଶୀ ଏବଂ ଆସନ୍ତାକାଲି ନିତ୍ୟାନନ୍ଦ ତ୍ରୟୋଦଶୀ। ଉତ୍ସବ ଉତ୍ସବ ଉତ୍ସବ, ହରି ବୋଲ। ତ ପୃଥିବୀ ପୃଷ୍ଠରେ ଆମେମାନେ ରହିଛେ, ଭାରତ ବର୍ଷରେ ରହିଛେ, ତ ଭାଗ୍ୟମାନ ଆମେମାନେ ପ୍ରତିଦିନ ଏଠି ଉତ୍ସବ ମୁଖର। ଆଉ ବୈଷ୍ଣବମାନଙ୍କର ପ୍ରତିଦିନ କ୍ୟାଲେଣ୍ଡରରେ ଉତ୍ସବ ଥାଏ। ସେଥିପାଇଁ ମହା ମହୋତ୍ସବ ସହିତ ଜୀବନକୁ ଅତିବାହିତ କରନ୍ତୁ, ଜୀବନରେ ଭକ୍ତି ଆଚରଣ କରନ୍ତୁ। ନିତାୟ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ଜୟ ଦେବ ଭଗବାନ କି।